आज आम समस्या आम क्या निकट को दौड़ुचु मनुष्य निकट को अबा ईश्वर निकट को आम दृष्टि क्या उपरे अछि मधुर वाक्य चला पथे साजे दीप आमरी चरण अलिभा आलोक देई जीवनर प्रतिपदे जीवनर प्रतिपदे बढ़ाई से सत्य पथे पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। नमस्कार। प्रभु जीशु ख्रीष्ट महान नाम आपण को पथ प्रदर्शिका कार्यक्रम को स्वागत करुअछि। मोर विश्वास प्रभु को दया और अनुग्रह आपण माने समस्ते निश्चय भल थिबे। आपण नियमित आम कार्यक्रम देखुचंती, शिक्षा लाभ करुचंती और आत्मिक जीवन रे बढ़ुचंती, सेतिपाई मु समस्त को धन्यवाद देउअछि। हेले आपण को आम कार्यक्रम किपरि लागुची पुणी आपण कौन सब शिक्षा कले ताहा जणाइले आमे अधिक खुशी हेबु। तेबे आपण आमको तले दिया जाइथिबा नंबर रे फोन करंतु और आपण को मतामत शीघ्र जणांतु। आमे गत आलोचना रे लक्ष्य करुतलु जे इस्राएलियो माने एक चित्त और एक मन रे भग्न प्राचीर और दग्ध द्वार सबु निर्माण करिवारे लागिचंती। निर्माण कार्य क्षिप्र गति रे चली। निहेमियाଙ୍କ हृदय जो दर्शन थिला पुणी ईश्वर योजना प्रकार से माने जीर्ण संस्कार कार्य करने को लगिले। इस्राएलियो माने कठिन परिश्रम करी भग्न प्राचीर गढ़िले, पोड़ी जाइथिबा द्वार सबु निर्माण कले। सुंदर भावे कार्य चलिबा समय प्रतिबंधक आसी सम्मुख रे ठिया हला। से मानंकु निंदा करागला, अपमान करागला। आमे ईश्वर को कार्य कला बेले अनेक प्रतिबंधक आसीबो। शत्रु शैतान आमको निरुत्साहित करबा निमंते चेष्टा करिवे, किंतु आमे ईश्वर को रब शुणिबा निमंते चेष्टा करिबा। ईश्वर आमठार कौन चाहती ता जानिबा निमंते चेष्टा करू, कारण तांको कार्य रे आमे एकाकी नहु, से आम सहित अछंती। एणु आम समस्यार मध्यरे ईश्वर रब शुणु और द्वितीय ईश्वर आड़क दृष्टिपात करू। आमे आज अध्ययन रे एक कथा लक्ष्य करिबा जे तांको चतुर्दिगरे शत्रु घेरी रहितिले। चारिपटु शत्रु मानक कथा निहेमिया और तांको साथी मानकु द्वंद्व आड़क टाणी नेउथला, किंतु सेतिके बेले से माने ईश्वर आड़क दृष्टिपात करिथिले। से माने कार्यरु हटि नथिले, युद्ध निमंते प्रस्तुत थिले सत, किंतु कार्य करिबा छाड़ी नथिले। शेषरे विभिन्न प्रकार बाधा विघ्न सत्वे कार्य समाप्त करि पारिथिले। आज कौन से समर्पणर सहित ईश्वर को कार्य करुछंती कि? जदि करू तेबे ईश्वर आम कार्य सफल हेबाकू देबे। आसंतु आजिर आलोचना मध्य को जीवा पूर्वरु एक भक्तिमूलक गीत शुणिबा। झड़
ଆଜି ଆମେ ସେହି ପୁରାତନ ନିୟମର ନିହିମିଆଙ୍କ ପୁସ୍ତକ ତହିଁର 4 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ବାହ୍ୟ ପ୍ରତିବନ୍ଧକ ପ୍ରତି ନିହିମିଆଙ୍କ ପ୍ରତ୍ୟୁତ୍ତର। ଗତ ଆଲୋଚନାରେ ଅର୍ଥାତ୍ 3 ପର୍ବରେ ଆମେ ଦେଖିଥିଲୁ ଯେ ନିହିମିଆ ସେହି ଜେରୁସାଲେମ ପ୍ରାଚୀରର ପୁନର୍ନିର୍ମାଣ ନିମନ୍ତେ ଏକ ବିଶେଷ କୌଶଳ ଅବଲମ୍ବନ କରିଥିଲେ। ଯେତେବେଳେ ଆମେ ସେହି ପ୍ରାଚୀରର ପୁନର୍ନିର୍ମାଣ କାର୍ଯ୍ୟ ବିଷୟ ନେଇ ଲକ୍ଷ୍ୟ କରୁଥିଲୁ, ସେତେବେଳେ ଆମେ ଦେଖିବାକୁ ପାରିଲୁ ଯେ ସେହି ପ୍ରାଚୀରର ବିଶେଷ ଅଂଶ ଭିନ୍ନ ଭିନ୍ନ ଲୋକମାନଙ୍କ ଦ୍ୱାରା ପୁନର୍ନିର୍ମିତ ହେବାକୁ ଲାଗିଲା, ଯେପରି ଏହାର ନିର୍ମାଣ କାର୍ଯ୍ୟ ସେହି ଏକା ସମୟରେ ସମ୍ପନ୍ନ ହେବାକୁ ପାରେ। ତେବେ ଏହି 4 ପର୍ବରେ ଆମେ ଦେଖିବାକୁ ଯିବା ଯେ ସେମାନେ ପ୍ରାୟ ଅଧାଅଧି ସେହି ପ୍ରାଚୀରର ପୁନର୍ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଆଉ ଶତ୍ରୁମାନେ ଦେଖିଲେ ଯେ ସେମାନଙ୍କର ସେହି ଟାହୁଲି ଟାପରାର ବିଷୟ ସେମାନଙ୍କର କାର୍ଯ୍ୟକୁ ବନ୍ଦ କରିପାରିଲା ନାହିଁ। ତେଣୁ ବର୍ତ୍ତମାନ ସେମାନେ ସେହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେବା ପାଇଁ ଆଉ ଏକ ନୂତନ କୌଶଳ ଅବଲମ୍ବନ କରୁଅଛନ୍ତି। 4 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମାତ୍ର ଆମ୍ଭେମାନେ ପ୍ରାଚୀର ଗଢ଼ୁଅଛୁ ବୋଲି ଶୁଣି ସନବଲଟ କୁପିତ ଓ ଅତିଶୟ ବିରକ୍ତ ହୋଇ ଜିହୁଦୀୟମାନଙ୍କୁ ପରିହାସ କଲା। ଦେଖନ୍ତୁ, ଶତ୍ରୁମାନଙ୍କର ସେମାନଙ୍କର ପ୍ରତି ଅଟହାସ୍ୟ ସେମାନଙ୍କର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିପାରିଲା ନାହିଁ, ମାତ୍ର ସେ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଥିଲା। ତେଣୁ ବର୍ତ୍ତମାନ ସେମାନେ ଆଉ ଏକ କୌଶଳ ପ୍ରସ୍ତୁତ କରୁଅଛନ୍ତି, ଆଉ ତାହା ହେଉଛି ଅନ୍ୟମାନଙ୍କ ସମ୍ମୁଖରେ ସେମାନଙ୍କୁ ପରିହାସ କରିବା। ସନବଲଟ ସେମାନଙ୍କୁ ପରିହାସ କଲା। ଯାହା ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟର ବିଷୟ ଥିଲା, ତାହା ଶତ୍ରୁମାନଙ୍କ ଦୃଷ୍ଟିରେ ତୁଚ୍ଛୀକୃତ ହେଲା। 4 ପର୍ବର 2 ପଦରେ ଲେଖା ଅଛି, ଆଉ ସେ ଆପଣା ଭ୍ରାତୃଗଣ ଓ ସମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, ଏହି ନିସ୍ତେଜ ଜିହୁଦୀୟମାନେ କ'ଣ କରୁଅଛନ୍ତି? ସେମାନେ କ'ଣ ଗଡ଼ବନ୍ଦୀ କରି ରହିବେ? ସେମାନେ କ'ଣ ବଳିଦାନ କରିବେ? ସେମାନେ କ'ଣ ଦିନକରେ ସମାପ୍ତ କରିବେ? ସେମାନେ କ'ଣ କାନ୍ଥଡ଼ାର ଢିପିରୁ ଦଗ୍ଧ ପ୍ରସ୍ତର କାଢ଼ି ସଜୀବ କରିବେ? ଶତ୍ରୁମାନେ ଯେଉଁ ସମସ୍ତ ପ୍ରଶ୍ନ ପଚାରିଥିଲେ, ସେହିସବୁ ଅତି ଯୁକ୍ତିଯୁକ୍ତ ବା ଯଥାର୍ଥ ପ୍ରଶ୍ନ ଥିଲା। ସେମାନେ ନିଜ ନିଜକୁ ପ୍ରଶ୍ନ କରିବା ଛଳରେ ପ୍ରକୃତରେ ଇସ୍ରାଏଲ ସନ୍ତାନଗଣକୁ ପ୍ରଶ୍ନ କରୁଥିଲେ। ଆଉ ସେମାନେ ଯେ ସେହି ନିର୍ମାଣ କାର୍ଯ୍ୟକୁ ସମାପ୍ତ କରିପାରିବେ, ଏହା ସେହି ଶତ୍ରୁମାନଙ୍କୁ ଏକ ଆଶ୍ଚର୍ଯ୍ୟର ବିଷୟ ପରି ମନେ ହେଉଥିଲା। ସେହି ପରିହାସ ଏକ କୌଶଳ ଯାହାକି ଶତ୍ରୁମାନେ ବ୍ୟବହାର କରିବାକୁ ଯାଉଅଛନ୍ତି। 3 ପଦରେ ଲେଖା ଅଛି, ଏହି ସମୟରେ ଅମନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, ମଧ୍ୟ ସେମାନେ ଯାହା ଗଢ଼ୁଅଛନ୍ତି ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପାଚେରି ଭାଙ୍ଗି ପକାଇବ। ଏଠାରେ ଆମେ ଅମନୀୟ ଟୋବିୟକୁ ଦେଖୁଅଛୁ, ଯେ କି ଆଉ ଏକ ପରିହାସକାରୀ ବ୍ୟକ୍ତି ଥିଲା। ତାହାର କଥାରେ ମଧ୍ୟ ବିଦ୍ରୂପର ଭାବ ପରିଲକ୍ଷିତ ହୁଏ। ଆପଣ ଜାଣିଥିବେ, ବିଲୁଆ ବା ଯାହାକୁ ଆମେ କହୁ ଶୃଗାଳ, ତାହାର ପାଦ ବିକ୍ଷେପ ଅତି ହାଲୁକା। ଏକ ବିଲୁଆ ଭୂମିରେ ଚାଲିପାରେ, ମାତ୍ର ତାହାର ପାଦଚିହ୍ନକୁ ସହଜରେ ଦେଖି ହୁଏ ନା। ଏକ ବିଲୁଆ ଏକ ପ୍ରାଚୀର ଉପରେ ଦୌଡ଼ି ପଳାଇଗଲେ ମଧ୍ୟ ସେହି ପ୍ରାଚୀରର କିଛି କ୍ଷତି ହୁଏ ନାହିଁ। ମାତ୍ର ଏଠାରେ ଟୋବିୟ ପରିହାସ କରି କହୁଅଛି, ଏହି ଜିହୁଦୀୟମାନେ ଯେଉଁ ପ୍ରାଚୀର ନିର୍ମାଣ କରୁଅଛନ୍ତି, ସେହି ପ୍ରାଚୀର ଉପରେ ବିଲୁଆ ଚଢ଼ିଗଲେ ତାହା ଭାଙ୍ଗିଯିବ। ଅର୍ଥାତ୍ ସେ ଏଠାରେ ସେମାନଙ୍କର ଏହି ନିର୍ମାଣ କାର୍ଯ୍ୟକୁ ଏପରି ପରିହାସ କରୁଅଛି, ଯେପରି ସେମାନେ ହତୋତ୍ସାହ ହୋଇ ଭାଙ୍ଗି ପଡ଼ିବା ଦ୍ୱାରା ସେହି କାର୍ଯ୍ୟରୁ ନିବୃତ୍ତ ହେବେ। ଆପଣ ଜାଣିଥିବେ ଯେ ଯେଉଁମାନେ ଏହି ପ୍ରାଚୀରର ପୁନର୍ନିର୍ମାଣ କାର୍ଯ୍ୟର ହସ୍ତ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ସ୍ୱର୍ଣ୍ଣକାର, ବଣିକ ଓ ସ୍ତ୍ରୀ ଲୋକମାନେ ଥିଲେ। ଦେଖନ୍ତୁ, ଏହି ଶତ୍ରୁମାନେ ସେମାନଙ୍କୁ କେତେ ଦୂର ପରିହାସ କଲେ। ଆଉ ବାସ୍ତବରେ ଏହା ସେହି ଲୋକମାନଙ୍କ ନିମନ୍ତେ ଅତି ହତୋତ୍ସାହଜନକ ବାକ୍ୟ ଥିଲା। ମାତ୍ର ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ନିହିମିଆ କ'ଣ କରିବାକୁ ଯାଉଅଛନ୍ତି? ସେ କେବଳ ପ୍ରାର୍ଥନା କରୁଅଛନ୍ତି। 4 ଓ 5 ପଦରେ ଲେଖା ଅଛି, ହେ ଆମମାନଙ୍କ ପରମେଶ୍ୱର, ଶ୍ରବଣ କର, କାରଣ ଆମ୍ଭେମାନେ ତୁଚ୍ଛୀକୃତ ହେଉଅଛୁ। ସେମାନଙ୍କ ଧିକ୍କାର ସେମାନଙ୍କ ନିଜ ମସ୍ତକରେ ବର୍ତ୍ତାଅ, ଆଉ ସେମାନଙ୍କୁ ବିଦେଶରେ ବନ୍ଦୀ କରି ଲୁଟି ଦେବାକୁ ସମର୍ପଣ କର। ଆଉ ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ, ଓ ତୁମ ସମ୍ମୁଖରୁ ସେମାନଙ୍କ ପାପ ମାର୍ଜିତ ନ ହେଉ, କାରଣ ଗାନ୍ଥକମାନଙ୍କ ସାକ୍ଷାତରେ ସେମାନେ ତୁମକୁ ବିରକ୍ତ କରିଅଛନ୍ତି। ଏହି ଯେଉଁ ଲୋକମାନେ ସେହି ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଉପଜାଇବା ପାଇଁ ଚେଷ୍ଟା କରୁଥିଲେ, ସେମାନେ ଈଶ୍ୱରଙ୍କର ଶତ୍ରୁ ହେବା ସଙ୍ଗେ ସଙ୍ଗେ ଜିହୁଦୀମାନଙ୍କର ମଧ୍ୟ ଶତ୍ରୁ ହେଲେ। ବ୍ୟବସ୍ଥା ଅନୁଯାୟୀ ଜିହୁଦୀମାନେ ଏହିପରି ନ୍ୟାୟ ପାଇବା ନିମନ୍ତେ ପ୍ରାର୍ଥନା କରିବା ପାଇଁ ସେମାନଙ୍କର ଅଧିକାର ଥିଲା। ସେମାନେ ଉଚିତ ନ୍ୟାୟ ପାଇବା ନିମନ୍ତେ ପ୍ରାର୍ଥନା କରିବା ଠିକ୍ ଥିଲା। ଈଶ୍ୱର ମଧ୍ୟ ତାହା ଚାହିଁଥିଲେ ଓ ସେ ତାହା ଘଟାଇବା ନିମନ୍ତେ ସ୍ଥିର କରିଥିଲେ। ତହିଁରେ କେବେ ହେଲେ ପରିବର୍ତ୍ତନ ଘଟି ନାହିଁ। କିନ୍ତୁ ସେ ଯାହା ହେଉନା କାହିଁକି, ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି
ପ୍ରକାରର ପ୍ରାର୍ଥନାରେ ପରିବର୍ତ୍ତନ ଘଟାଇଛନ୍ତି। କାରଣ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏହିପରି ପ୍ରତିଶୋଧ ନେବା ନିମନ୍ତେ ପ୍ରାର୍ଥନା କରିବା ପାଇଁ କୁହାଯାଏ ନାହିଁ। ସେଥିପାଇଁ ଏଫିସିଓ 4 ପର୍ବର 32 ପଦରେ ଲେଖା ଅଛି, ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମମାନଙ୍କୁ ଯେପରି କ୍ଷମା କଲେ ସେହିପରି ପରସ୍ପରକୁ କ୍ଷମା କର। ସେହିପରି ପ୍ରେରିତ ପାଉଲ ରୋମିଓ 12 ପର୍ବର 19 ପଦରେ ଏହିପରି କହନ୍ତି, ହେ ପ୍ରିୟମାନେ, ତୁମେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ। କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ତେଣୁ ଏହିପରି କେତେକ ଘଟଣା ଅଛି ଯାହାର ସମାଧାନ ନିମନ୍ତେ ଆମେ ପ୍ରଭୁଙ୍କ ହସ୍ତରେ ଛାଡ଼ିଦେବା ଉଚିତ ଓ ସେ ତାହାର ବିଚାର କରିବେ। କିନ୍ତୁ ଆମେ ଯଦି ତହିଁର ସମାଧାନ ନିମନ୍ତେ ଚେଷ୍ଟା କରୁ କିମ୍ବା ତହିଁର ବିଚାର କରୁ, ତାହେଲେ ଆମେ ଭୁଲ କରୁ ଓ ଆମେ ବିଶ୍ୱାସର ସହିତ ଜୀବନଯାପନ କରୁନା। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ କାହାକୁ ଅନୁଯୋଗ ବା ଶାସନ କରିବା ନାହିଁ। କାରଣ ଏପରି କେତେକ ବିଷୟ ଅଛି ଯାହାର ସମାଧାନ ନିମନ୍ତେ ଆମେ ଈଶ୍ୱରଙ୍କ ବାକ୍ୟର ସହାୟତା ନେଇପାରିବା ଓ ଦୋଷୀକୁ ଅନୁଯୋଗ କରିପାରିବା, ମାତ୍ର ତାହା କୌଣସି ବ୍ୟକ୍ତିଗତ ସ୍ୱାର୍ଥ ହାସଲ ବା ପ୍ରତିଶୋଧ ନେବା ନିମନ୍ତେ ନୁହେଁ। କାରଣ ପବିତ୍ର ଧର୍ମଶାସ୍ତ୍ର ମଧ୍ୟ ଅତି ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଅନେକ ସମୟରେ କେତେକ ବିଷୟରେ ତ୍ରୁଟି ଦେଖିଲେ ଆମେ ତହିଁର ସମାଧାନ କରିବା ଉଚିତ ଓ ଦୋଷୀକୁ ଅନୁଯୋଗ କରିବା ଉଚିତ, କିନ୍ତୁ ଆମେ କାହାର ପ୍ରତିଶୋଧ ନେବା ଉଚିତ ନୁହେଁ କିମ୍ବା ପ୍ରତିଶୋଧର ମନୋଭାବ ରଖି ଶାସନ କରିବା ଉଚିତ ନୁହେଁ। ଆମେ ଦେଖିବାକୁ ପାରିବା ଯେ ପାଉଲ କରିନ୍ଥୀୟ ମଣ୍ଡଳୀକୁ କହନ୍ତି ଯେପରି ସେମାନେ ସେମାନଙ୍କର ମଣ୍ଡଳୀ ମଧ୍ୟରେ ରହିଥିବା ତ୍ରୁଟିର ସଂଶୋଧନ କରନ୍ତି। ପାଉଲ ମଧ୍ୟ ତିମୋଥୀଙ୍କୁ କହନ୍ତି, ଯାହାକି 2 ତିମୋଥୀ 4 ପର୍ବର 2 ପଦରେ ଲେଖା ଅଛି, ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୁଣି ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର। ଈଶ୍ୱରଙ୍କ ସନ୍ତାନ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିବା ଉଚିତ, କାରଣ ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କ ଜୀବନର ସମସ୍ତ ଦୋଷ ଦୁର୍ବଳତାକୁ ଦେଖାଇଦିଏ ଓ ତାହାକୁ ପରିଷ୍କାର କରାଏ। ତେଣୁ ଜଣେ ଈଶ୍ୱରଙ୍କ ସନ୍ତାନ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ନିଜକୁ ଗଢ଼ିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଜୀବନକୁ ମଧ୍ୟ ଗଢ଼ିପାରିବ। ସେ ସେହି ବାକ୍ୟ ମଧ୍ୟ ଦେଇ ଅନ୍ୟକୁ ଅନୁଯୋଗ କରିପାରିବ, ଧମକ ଓ ଉତ୍ସାହ ମଧ୍ୟ ଦାନ କରିପାରିବ। କାରଣ ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କର ପାପର ପ୍ରତିକାର କରିପାରିବ ଓ ଆମମାନଙ୍କ ଜୀବନରୁ ସମସ୍ତ ପ୍ରକାର ଶିଥିଳତା ତଥା ଉଦାସୀନତା ଦୂର କରିପାରିବ। ବର୍ତ୍ତମାନର ଜଗତରେ ଈଶ୍ୱରଙ୍କର ବାକ୍ୟ ହିଁ କେବଳ ସମସ୍ତ ସମସ୍ୟା ନିମନ୍ତେ ସମାଧାନର ଉତ୍ତର। ଆଜି ଅନେକ ଈଶ୍ୱରଙ୍କ ବାକ୍ୟ ଉପରେ ଗୁରୁତ୍ୱ ନ ଦେଇ ମନୁଷ୍ୟମାନଙ୍କର ଶ୍ରୁତିମଧୁର କଥାରେ ଓ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ ହୁଅନ୍ତି ଓ ନିଜକୁ ସୁହାଇଲା ଭଳି ବାକ୍ୟ ପ୍ରଚାର କରନ୍ତି ବା ସେହି ପ୍ରକାର ପ୍ରଚାରିତ ବାକ୍ୟରେ ମନୋଯୋଗ କରନ୍ତି, କିନ୍ତୁ ତାହା ଠିକ୍ ନୁହେଁ। ଈଶ୍ୱରଙ୍କ ବାକ୍ୟରେ ଗୁରୁତ୍ୱ ଦେବା ଆବଶ୍ୟକ ଓ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଇ ଅନ୍ୟମାନଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇବା ଆବଶ୍ୟକ। ତେବେ ଏଠାରେ ଆମେ ଦେଖିବାକୁ ପାରୁଛୁ ଯେ ବ୍ୟବସ୍ଥା ଅନୁଯାୟୀ ଲୋକମାନେ ପ୍ରାର୍ଥନାର ସହିତ ତାହାଙ୍କର ଶତ୍ରୁମାନଙ୍କ ଉପରେ ଈଶ୍ୱରଙ୍କର ନ୍ୟାୟ ବିଚାରକୁ ଅଧିକାରର ସହିତ ଦାବି କରିଥିଲେ। ଆମେ ଜାଣି ରଖିବା ଉଚିତ ଯେ ଯେଉଁମାନେ ଈଶ୍ୱରଙ୍କ ସନ୍ତାନମାନଙ୍କ ଶତ୍ରୁ ଥିଲେ ସେମାନେ ଈଶ୍ୱରଙ୍କର ମଧ୍ୟ ଶତ୍ରୁ ଥିଲେ। କିନ୍ତୁ ସେ ଯାହା ହେଉନା କାହିଁକି ଈଶ୍ୱରଙ୍କ ସନ୍ତାନମାନଙ୍କର ଜୀବନ କେବଳ ପ୍ରାର୍ଥନାଶୀଳ ଜୀବନ ହେଲେ ଯଥେଷ୍ଟ ନୁହେଁ, ଏହା ମଧ୍ୟ ଏକ ଗତିଶୀଳ ଓ ଲଢ଼େଇର ଜୀବନ ହେବା ଆବଶ୍ୟକ। ତେଣୁ ଦେଖନ୍ତୁ ଏହି ଲୋକମାନେ ବର୍ତ୍ତମାନ କ'ଣ କରିବାକୁ ଯାଉଅଛନ୍ତି। 4 ପର୍ବର 6 ପଦରେ ଲେଖା ଅଛି, ଏହି ରୂପେ ଆମ୍ଭେମାନେ ପ୍ରାଚୀର ଗଢ଼ିଲୁ ଓ ତହିଁର ଉଚ୍ଚତାର ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା, ଯେଣୁ କର୍ମ କରିବାକୁ ଲୋକମାନଙ୍କର ମନ ଥିଲା। ଦେଖନ୍ତୁ, ନିହିମିଆ ଶତ୍ରୁମାନଙ୍କର ସମସ୍ତ ପ୍ରକାରର ପରିହାସଜନକ କଥାକୁ ଭ୍ରୁକ୍ଷେପ ନ କରି ପ୍ରାର୍ଥନାର ସହିତ ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିଲେ। ତେଣୁକରି ଲୋକମାନେ ସେହି ସମସ୍ତ ପରିହାସଜନକ କଥାରେ ହତୋତ୍ସାହ ନ ହୋଇ ସେହି ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ନିର୍ମାଣ କାର୍ଯ୍ୟରେ ଆଗେଇ ଚାଲିଲେ। 7 ପଦରେ ଲେଖା ଅଛି, ମାତ୍ର ଜେରୁସାଲେମ ପ୍ରାଚୀରର ଜୀର୍ଣ୍ଣ ସଂସ୍କାର କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନ ସ୍ଥାନ ସବୁ ବନ୍ଦ ହେବାକୁ ଲାଗୁଅଛି। ଏହା ଶୁଣି ସନବଲଟ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମନୀୟମାନେ ଓ ଅସଦୋଦୀୟମାନେ ଅତିଶୟ କୋପାନ୍ୱିତ ହେଲେ। ଦେଖନ୍ତୁ, ଯେତେବେଳେ ଶତ୍ରୁମାନେ ଦେଖିଲେ ଯେ ସେମାନଙ୍କର ବିଦ୍ରୂପ ଓ ପରିହାସଜନକ କଥା ପ୍ରାଚୀରର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିପାରିଲା ନାହିଁ କି ତହିଁରେ ବାଧା ଦେଇପାରିଲା ନାହିଁ, ସେତେବେଳେ ସେମାନେ ଆହୁରି ଅଧିକ ରାଗିଗଲେ ଓ ଅନ୍ୟ ଏକ ଯୋଜନା ପ୍ରସ୍ତୁତ କରିବାକୁ ଆରମ୍ଭ କଲେ। 8 ଓ 9 ପଦରେ ଲେଖା ଅଛି,
ଆଉ ସେ ସମସ୍ତେ ଜେରୁସାଲେମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ଡଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ। ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ। ଏଠାରେ ନେହେମିଆ ଏକ ଚମତ୍କାର କାର୍ଯ୍ୟ କରୁଅଛନ୍ତି। ସେ କେବଳ ପ୍ରାର୍ଥନା କରୁନାହାନ୍ତି, ମାତ୍ର ପ୍ରାର୍ଥନା କରିବା ସହିତ ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରହରୀ ନିଯୁକ୍ତ କଲେ। ତାହାଙ୍କର ଉଦ୍ଦେଶ୍ୟ ହେଉଛି ପ୍ରାର୍ଥନା କର ଓ ଜାଗ। ବାସ୍ତବରେ ଏହି ଦୁଇଟି ବିଷୟ ଅତି ଜରୁରୀ। ଆମେ ପ୍ରାର୍ଥନା କରିବା ସହିତ ଓ ସେଥିସହିତ ପଦକ୍ଷେପ ନେବା ଉଚିତ। ଆଜି ଅନେକ ଏହିପରି ପ୍ରାର୍ଥନା କରନ୍ତି, ମାତ୍ର ସେହି ପ୍ରାର୍ଥନା ପରେ କୌଣସି ପଦକ୍ଷେପ ନିଅନ୍ତି ନାହିଁ। କିନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା ସହିତ ବିଶ୍ୱାସରେ ଆଗେଇବାକୁ ହେବ ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ହେବ। ନେହେମିଆ ସେହିପରି ପ୍ରାର୍ଥନା କରି ନୀରବ ରହିପାରିଥାନ୍ତେ। ସେ ମଧ୍ୟ କହିପାରିଥାନ୍ତେ, ଆମ୍ଭେମାନେ ଈଶ୍ୱରଙ୍କ ଉପରେ ଭରସା କରିଅଛୁ, ତେଣୁ ଆମମାନଙ୍କୁ କିଛି କରିବା ଆବଶ୍ୟକ ନାହିଁ। କିନ୍ତୁ ସେ ସେପରି କଲେ ନାହିଁ। ସେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରିବା ସହିତ ବିଶ୍ୱାସର ସହିତ ଆଗେଇଲେ ଓ ଏକ ଦୃଢ଼ ପଦକ୍ଷେପ ନେଲେ। ଆଜି ଅନେକ ଅଛନ୍ତି ବିଶ୍ୱାସର ସହିତ ପ୍ରାର୍ଥନା କରନ୍ତି, ମାତ୍ର ତାପରେ ସେମାନେ କେଉଁ ପ୍ରକାର ପଦକ୍ଷେପ ନିଅନ୍ତି? ସେମାନେ କ'ଣ କରନ୍ତି? କିଛି ନାହିଁ। କିନ୍ତୁ ଆପଣ ଯଦି ବାସ୍ତବରେ ପ୍ରଭୁଙ୍କଠାରେ ବିଶ୍ୱାସ ସ୍ଥାପନ କରିଛନ୍ତି, ତାହେଲେ ଆପଣ କିଛି ନା କିଛି କରିବା ନିମନ୍ତେ ପଦକ୍ଷେପ ନେବେ। ନେହେମିଆ ଜାଣିଥିଲେ ଯେ ତାହାଙ୍କର ଶତ୍ରୁମାନେ ତାହାଙ୍କ ବିରୁଦ୍ଧରେ ଉଠିଅଛନ୍ତି, ତେଣୁକରି ସେ ପ୍ରାର୍ଥନା କରିବା ସହିତ ପ୍ରହରୀ ନିଯୁକ୍ତ କଲେ। ପ୍ରକୃତରେ ତାହା ହିଁ ଈଶ୍ୱର ତାହାଙ୍କଠାରୁ ଆଶା କରୁଥିଲେ। ଆଉ ଲକ୍ଷ୍ୟ କରନ୍ତୁ, ସେମାନଙ୍କ ନିମନ୍ତେ ସମସ୍ୟା କେବଳ ବାହାରୁ ଦେଖାଦେଇନଥିଲା, ମାତ୍ର ସେମାନଙ୍କ ନିଜ ମଧ୍ୟରୁ ମଧ୍ୟ ଦେଖାଦେଇଥିଲା। 4 ପର୍ବର 10 ପଦରେ ଲେଖା ଅଛି, ସେତେବେଳେ ଜିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ କାନ୍ଥଡ଼ା ଅଛି, ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ିପାରୁନାହିଁ। ପ୍ରିୟ ବନ୍ଧୁ, ଅନେକ ସମୟରେ ଶୟତାନ ମଧ୍ୟ ନିଜ ଲୋକମାନଙ୍କ ମଧ୍ୟରୁ ହତୋତ୍ସାହତା ଆଣିଦେଇଥାଏ। ସେ ନିଜ ଲୋକମାନଙ୍କ ମଧ୍ୟରୁ ସମସ୍ୟା ଉତ୍ପନ୍ନ କରାଇଥାଏ। ହୋଇପାରେ ନିଜର ପରିବାର ମଧ୍ୟରୁ ବା ନିଜର ମଣ୍ଡଳୀ ମଧ୍ୟରୁ ଆଣିଥାଏ। ତେଣୁକରି ଏଥିନିମନ୍ତେ ସତର୍କ ହେବା ନିତାନ୍ତ ଆବଶ୍ୟକ। ଈଶ୍ୱରଙ୍କ ସନ୍ତାନମାନଙ୍କ ବିରୁଦ୍ଧରେ ଶୟତାନର ସବୁଠାରୁ ବଡ଼ ଅସ୍ତ୍ର ହେଲା ହତୋତ୍ସାହତା ବା ନିରୁତ୍ସାହତା ଆଣିଦେବା। ଆଉ ତାହା କେବଳ ବାହାରୁ ନୁହେଁ, ନିଜ ଲୋକମାନଙ୍କ ମଧ୍ୟରୁ ମଧ୍ୟ। କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ନିମନ୍ତେ ବିଶ୍ୱାସର ସହିତ ପଦକ୍ଷେପ ନିଅନ୍ତି, ଈଶ୍ୱର ସେମାନଙ୍କର ସହବର୍ତ୍ତୀ ହୋଇ ସମସ୍ତ ବିଷୟରେ ସଫଳତା ପ୍ରଦାନ କରନ୍ତି। ପ୍ରିୟ ବନ୍ଧୁ, ପ୍ରଭୁଙ୍କ ନିମନ୍ତେ ଛିଡ଼ା ହେବାକୁ ହେଲେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ତଥା ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ମାତ୍ର ଆପଣ ଯଦି ପ୍ରାର୍ଥନାର ସହିତ ଦୃଢ଼ ବିଶ୍ୱାସରେ ଈଶ୍ୱରଙ୍କ ନିମନ୍ତେ ପଦକ୍ଷେପ ନିଅନ୍ତି, ତାହେଲେ ଆପଣ ନିଶ୍ଚୟ ସଫଳତା ଲାଭ କରିବେ, ଏଥିରେ ସନ୍ଦେହ ନାହିଁ। 11-12 ପଦରେ ଏହିପରି ଲେଖା ଅଛି, ପୁଣି ଆମ୍ଭମାନଙ୍କ ବିପକ୍ଷମାନେ କହିଲେ, ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ। ଆଉ ସେମାନଙ୍କ ନିକଟବାସୀ ଜିହୁଦୀୟମାନେ ସବୁ ସ୍ଥାନରୁ ଆସି ଆମ୍ଭମାନଙ୍କୁ 10 ଥର କହିଲେ, ତୁମମାନଙ୍କୁ ଆମ୍ଭମାନଙ୍କ କତିକି ଫେରି ଆସିବାକୁ ହେବ। ଦେଖନ୍ତୁ, ଶତ୍ରୁମାନେ ଜିହୁଦୀମାନଙ୍କର ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବାକୁ ଚାହିଁଲେ। ମାତ୍ର ଦେଖନ୍ତୁ, ନେହେମିଆ ସେମାନଙ୍କର ସେହି ଅତର୍କିତ ଆକ୍ରମଣ ନିମନ୍ତେ କି ପ୍ରକାର କୌଶଳ ପ୍ରସ୍ତୁତ କରୁଅଛନ୍ତି। 13 ପଦରେ ଲେଖା ଅଛି, ଏହେତୁ ମୁଁ ପ୍ରାଚୀର ପଛଆଡ଼େ ନିଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କ ଖଡ଼୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। ଦେଖନ୍ତୁ, ନେହେମିଆ ପ୍ରତ୍ୟେକ ମନୁଷ୍ୟକୁ ଏହିପରି ସ୍ଥାନମାନଙ୍କରେ ପ୍ରସ୍ତୁତ କରି ରଖିଲେ ଯେଉଁଠାରେ କି ସେ ନିଜର ପରିବାରକୁ ସୁରକ୍ଷା କରିପାରିବ, ଯାହାକି ତାହାକୁ ସେହି ପ୍ରାଚୀର ନିର୍ମାଣ କରିବା ନିମନ୍ତେ ବିଶେଷ ସୁବିଧା ହୋଇପାରିବ। କାରଣ ପରିବାରଠାରୁ ଦୂରରେ ରହିଲେ ଜଣେ ନିର୍ମାଣକାରୀ ଜାଣିପାରିବ ନାହିଁ ଯେ ତାହାର ପରିବାର ନିରାପଦରେ ଅଛନ୍ତି କି ନାହିଁ। ତେଣୁ ନେହେମିଆ ସେମାନଙ୍କୁ ସେମାନଙ୍କର ପରିବାର ସହିତ ରଖିଲେ ଓ ସେମାନଙ୍କୁ ଭଲ ଭାବେ ଅସ୍ତ୍ରଶସ୍ତ୍ର ସହିତ ସୁରକ୍ଷା ପ୍ରଦାନ କଲେ। ଏହାପରେ 14 ପଦରେ ଲେଖା ଅଛି, ତ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି, ତୁମେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ। ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭ୍ରାଜ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର। ଦେଖନ୍ତୁ,
ପ୍ରଭୁଙ୍କୁ ସ୍ମରଣ କରିବା ସେମାନଙ୍କର ପ୍ରଧାନ ବିଷୟ ତଥା ଚିନ୍ତାଧାରା ଥିଲା। ସେମାନଙ୍କର ସର୍ବ ବିଷୟରେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା, କାରଣ ବାସ୍ତବରେ ପ୍ରଭୁ ହିଁ କେବଳ ସଫଳତା ପ୍ରଦାନ କରନ୍ତି। ଆପଣ ଜାଣିଥିବେ ଯେ ନେପୋଲିଅନ୍ ସଦାସର୍ବଦା ତାହାଙ୍କର ସୈନିକମାନଙ୍କୁ ସେମାନଙ୍କର ଅତୀତର ବିଜୟକୁ ସ୍ମରଣ କରାଇ ଆଗାମୀ ଯୁଦ୍ଧ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରୁଥିଲେ। ସେଥିପାଇଁ ପାଉଲ ଯେତେବେଳେ ତିମୋଥୀଙ୍କ ନିକଟକୁ ପତ୍ର ଲେଖନ୍ତି, ସେତେବେଳେ ସେ କହନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କର। ତାହା ହିଁ ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଚିନ୍ତାଧାରା ହେବା ଉଚିତ। ମାତ୍ର ନିହିମିଆଙ୍କ ସମୟରେ ଜିହୁଦୀମାନଙ୍କ ନିମନ୍ତେ ନିହିମିଆଙ୍କର ଏହି ବାକ୍ୟ ଥିଲା, ପ୍ରଭୁଙ୍କୁ ସ୍ମରଣ କର। ପ୍ରିୟ ବନ୍ଧୁ, ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀର କର୍ତ୍ତବ୍ୟ ହେଉଛି ଖ୍ରୀଷ୍ଟଙ୍କୁ ପ୍ରତି ଅବସ୍ଥାରେ ଓ ପ୍ରତି ପରିସ୍ଥିତିରେ ସ୍ମରଣ କରିବା, କାରଣ ସେ ହିଁ ଆମମାନଙ୍କୁ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ନିମନ୍ତେ ଶକ୍ତି ଦେଇପାରନ୍ତି। ସେ ହିଁ କେବଳ ଆମମାନଙ୍କୁ ଉଦ୍ଧାର କରିପାରନ୍ତି। ସେ ହିଁ କେବଳ ଆମମାନଙ୍କର ସମସ୍ୟା ସମାଧାନ କରିପାରନ୍ତି। ଆଉ ସେ ହିଁ କେବଳ ଆମମାନଙ୍କୁ ଅନନ୍ତ ଜୀବନ ଦେଇପାରନ୍ତି। 15 ପଦରେ ଲେଖା ଅଛି, ଏଉତାରେ ଆମମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମମାନଙ୍କୁ ଜଣାଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣନ୍ତେ ଆମ୍ଭେମାନେ ପ୍ରତ୍ୟେକେ ପ୍ରାଚୀରରେ ଆପଣା ଆପଣା କାର୍ଯ୍ୟକୁ ଫେରିଗଲୁ। ଜିହୁଦୀମାନେ ବର୍ତ୍ତମାନ ସେମାନଙ୍କର କାର୍ଯ୍ୟସ୍ଥଳକୁ ଫେରିଯାଇଛନ୍ତି ଓ ସେହି ଶତ୍ରୁମାନଙ୍କର ଚକ୍ରାନ୍ତ ବ୍ୟର୍ଥ ହୋଇଅଛି। ସେମାନେ ଜାଣିପାରିଲେ ଯେ ସେମାନେ ଆଉ ଜିହୁଦୀମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିପାରିବେ ନାହିଁ। ବାସ୍ତବରେ ନିହିମିଆ ଅତି ଚତୁର ଲୋକ ଥିଲେ। ସେ ଆହୁରି ମଧ୍ୟ ଅନେକ କୌଶଳର ସହିତ ଯୋଜନା କରୁଅଛନ୍ତି। ଦେଖନ୍ତୁ 16 ଓ 17 ପଦରେ ଲେଖା ଅଛି, ଆଉ ସେହିଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ ଓ ସାଞ୍ଜୁଆ ଧରି ରହିଲେ। ପୁଣି ଅଧ୍ୟକ୍ଷମାନେ ଜିହୁଦାର ସମଗ୍ର ଗୋଷ୍ଠୀର ପଶ୍ଚାତ ରହିଲେ। ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବହିଲେ, ସେମାନେ ଆପେ ଆପେ ଭାର ଉଠାଇଲେ। ପ୍ରତିଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। ବାସ୍ତବରେ ଏହି କୌଶଳ ଅତି ଚତୁରତାର କୌଶଳ ଥିଲା। ପ୍ରତ୍ୟେକ ନିର୍ମାଣକାରୀ ଏକ ହସ୍ତରେ ଅସ୍ତ୍ର ଧରିଲେ ଓ ଅପର ହସ୍ତରେ କର୍ମ କଲେ, ଅର୍ଥାତ୍ ସେମାନେ ସତର୍କତାର ସହିତ ସମସ୍ତ କାର୍ଯ୍ୟ କଲେ ଓ ସଦାସର୍ବଦା ଜାଗ୍ରତ ରହିଥିଲେ। ସେମାନେ ଏକ ହସ୍ତରେ ସେହି ନିର୍ମାଣ କରିବାର ଅସ୍ତ୍ର ଧରିଲେ ଓ ଅନ୍ୟ ହସ୍ତରେ ଯୁଦ୍ଧାସ୍ତ୍ର ଧରିଲେ। ଆଜି ଏହି ଦୁଇ ପ୍ରକାରର ଅସ୍ତ୍ର ବିଶ୍ୱାସୀମାନଙ୍କ ହସ୍ତରେ ରହିବା ଆବଶ୍ୟକ। ସେମାନେ ପ୍ରଥମେ ନିଜେ ସେହି ଉଦ୍ଧାରର ଓ ପରିତ୍ରାଣର ଅନୁଭୂତି ଲାଭ କରିବାକୁ ହେବ ଓ ଦ୍ୱିତୀୟରେ ସେମାନେ ଆତ୍ମାଙ୍କ ଖଡ଼୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କରିବାକୁ ହେବ, ଯେଉଁ ବାକ୍ୟ ଦ୍ୱାରା କି ସେମାନେ ଶତ୍ରୁର ପ୍ରତିରୋଧ କରିପାରିବେ ଓ ଶୟତାନର କବଳରୁ ନିଜର ଜୀବନକୁ ଉଦ୍ଧାର କରିପାରିବେ। 18ରୁ 20 ପଦ ମଧ୍ୟରେ ଏହିପରି ଲେଖା ଅଛି, ଆଉ ଗାନ୍ଥକମାନଙ୍କର ପ୍ରତ୍ୟେକେ ଆପଣା ଆପଣା କଟି ଦେଶରେ ଖଡ଼୍ଗ ବାନ୍ଧି ଗାନ୍ଥିଲେ। ପୁଣି ତୁରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। ଏଉତାରେ ଆମ୍ଭେ କୁଳୀରମାନଙ୍କୁ, ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, କାର୍ଯ୍ୟ ଭାରି ଓ ବିସ୍ତୀର୍ଣ୍ଣ। ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଏକ ଆରେକଠାରୁ ଦୂରରେ ଅଛୁ। ଏହେତୁ ଯେକୌଣସି ସ୍ଥାନରେ ତୁରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମମାନଙ୍କ ନିକଟକୁ ଆସିବ। ଆମମାନଙ୍କ ପରମେଶ୍ୱର ଆମମାନଙ୍କ ପକ୍ଷରେ ଯୁଦ୍ଧ କରିବେ। ନିହିମିଆ କହିଲେ, ମୁଁ ନଜର ରଖିବି। ଯେତେବେଳେ ତୁମେମାନେ ତୁରୀ ଶବ୍ଦ ଶୁଣିବ, ସେତେବେଳେ ସେହି ସ୍ଥାନରେ ଏକତ୍ରିତ ହୁଅ ଓ ଆମମାନେ ଶତ୍ରୁର ମୁକାବିଲା କରିବା। 21 ପଦରେ ଲେଖା ଅଛି, ଏହି ରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ଅରୁଣୋଦୟ ସମୟଠାରୁ ତାରା ଦେଖାଯିବା ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ। ଦେଖନ୍ତୁ, ସେମାନେ ସମ୍ଭବତଃ 8 ଘଣ୍ଟାରୁ ଅଧିକ ସମୟ ବ୍ୟାପୀ କାର୍ଯ୍ୟ କଲେ। ସେମାନେ ସୂର୍ଯ୍ୟ ଉଦୟ ସମୟଠାରୁ ଆକାଶରେ ତାରା ଦେଖାଯିବା ପର୍ଯ୍ୟନ୍ତ କାର୍ଯ୍ୟ କଲେ। ବିଶ୍ୱାସ କରନ୍ତୁ, ସେମାନେ ପ୍ରଭୁଙ୍କ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ନିଜକୁ ନିୟୋଜିତ କରିଥିଲେ। ଏପରିକି କ୍ଳାନ୍ତ ହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରୁଥିଲେ। 22 ପଦରେ ଲେଖା ଅଛି, ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, ପ୍ରତ୍ୟେକ ଲୋକ ରାତ୍ରି କାଳରେ ଆପଣା ଆପଣା ଦାସ ସହିତ ଜେରୁସାଲେମ ଭିତରେ ରହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମମାନଙ୍କର ପ୍ରହରୀ ହୋଇପାରିବେ ଓ ଦିବସରେ କର୍ମ କରିପାରିବେ। ଯେଉଁମାନେ ଦୂରସ୍ଥାନରୁ ଆସିଥିଲେ, ନିହିମିଆ ସେମାନଙ୍କୁ କହିଲେ, ତୁମେମାନେ ଜେରୁସାଲେମ ଭିତରେ ରୁହ, କାରଣ ତୁମେମାନେ ରାତ୍ରିରେ ଆମମାନଙ୍କର ପ୍ରହରୀ ହୋଇପାରିବ ଓ ଦିବସରେ କର୍ମ କରିପାରିବ। 23 ପଦରେ ଲେଖା ଅଛି, ଏହି ରୂପେ ଆମ୍ଭେ କି ଆମ୍ଭ ଭାଇମାନେ କି ଆମ୍ଭ ଦାସମାନେ କିମ୍ବା ଆମ୍ଭ ପଶ୍ଚାତବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତିଜଣ ଆପଣା ଆପଣା ଅସ୍ତ୍ରଶସ୍ତ୍ର ସହିତ ଜଳ ନିକଟକୁ ଗଲୁ। ଦେଖନ୍ତୁ, ସେମାନେ ସବୁ ସମୟରେ ଜାଗ୍ରତ ରହିଥିଲେ
ସେମାନେ ସବୁ ସମୟରେ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହୋଇ ରହିଥିଲେ। ହୋଇପାରେ କେବଳ ସେହି ସ୍ନାନ କରିବା ସମୟରେ ସେମାନେ ହୁଏତ ନିଜ ଦେହରୁ ବସ୍ତ୍ର କାଢ଼ିଥିବେ। ତେବେ କ'ଣ ପାଇଁ? ଶତ୍ରୁର ପ୍ରତିରୋଧ କରିବା ପାଇଁ। ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସେହିପରି ଈଶ୍ୱରଦତ୍ତ ଶଯ୍ୟାରେ ଆପଣାକୁ ସୁସଜ୍ଜିତ କରି ରଖିବା ଉଚିତ। କାରଣ ଆମମାନଙ୍କର ଯୁଦ୍ଧ ରକ୍ତମାଂସର ଯୁଦ୍ଧ ନୁହେଁ, ମାତ୍ର ଆତ୍ମିକ ଯୁଦ୍ଧ। ଆମମାନଙ୍କୁ ସଦାସର୍ବଦା ଶୟତାନର ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ହେବ, ଶୟତାନ ବିରୁଦ୍ଧରେ ବିଜୟୀ ହେବାକୁ ହେବ। ତାହେଲେ ଆମେ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରି ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରିବା ନିମନ୍ତେ ସମର୍ଥ ହୋଇପାରିବା। ତେଣୁ ଆସୁ ପ୍ରତି ଅବସ୍ଥାରେ ପ୍ରତି ସମୟରେ ପ୍ରଭୁଙ୍କ ନିମନ୍ତେ ଜାଗ୍ରତ ହେଉ, ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ ହେଉ ଏବଂ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ତାହାଙ୍କଠାରେ ବିଶ୍ୱାସ କରି ପ୍ରାର୍ଥନାଶୀଳ ଜୀବନଯାପନ କରି ଆତ୍ମିକ ଜୀବନରେ ବୃଦ୍ଧି ଲାଭ କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା ଓ ବିଶ୍ୱାସ କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଜଗତରେ ଈଶ୍ୱରଙ୍କ କାର୍ଯ୍ୟ କରିବା ସହଜସାଧ୍ୟ ନୁହେଁ। ପାରିପାର୍ଶ୍ୱିକ ପରିସ୍ଥିତିର ସମ୍ମୁଖୀନ ହେବା ସ୍ୱାଭାବିକ। ନିହେମିୟଙ୍କ ସମୟରେ ଯାହା ଥିଲା ଆଜିର ପରିସ୍ଥିତି ତାଠାରୁ ମଧ୍ୟ ଭୟଙ୍କର। କିନ୍ତୁ ନିହେମିୟଙ୍କ ଜୀବନରୁ ଏ କଥା ଆମେ ଲକ୍ଷ୍ୟ କଲୁ ଯେ ଯେଉଁ ଦର୍ଶନ ନେଇ ସେ ପାରସ୍ୟରୁ ଆସିଥିଲେ ସେଥିପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲେ। ବାହ୍ୟ ସମସ୍ୟା କି ଚାପ ତାଙ୍କ କାର୍ଯ୍ୟରେ ପ୍ରଭାବ ପକାଇ ପାରିନଥିଲା। ତାଙ୍କ ସମସ୍ୟା ମଧ୍ୟରେ କୌଣସି ମନୁଷ୍ୟର ସାହାଯ୍ୟ ଲୋଡ଼ି ନଥିଲେ କି ରାଜାଙ୍କୁ ତାଙ୍କ ସମସ୍ୟା ଜଣାଇ ନଥିଲେ। ସେ କେବଳ ପ୍ରଭୁଙ୍କ ଉପରେ ନିର୍ଭର କରିଥିଲେ ଓ ପ୍ରଭୁଙ୍କ ଆଡ଼କୁ ଦୃଷ୍ଟିପାତ କରିଥିଲେ। ଈଶ୍ୱର ଯେ ସର୍ବଶକ୍ତିମାନ ଏ କଥା ସେ ବିଶ୍ୱାସ କରୁଥିଲେ। ସେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ରବ ଶୁଣିଥିଲେ, ତାଙ୍କ ଆଡ଼କୁ ଦୃଷ୍ଟିପାତ କରିଥିଲେ ଓ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଥିଲେ। ଆମ ସମସ୍ୟା ମଧ୍ୟରେ ଆମେ କ'ଣ ପ୍ରଭୁଙ୍କ ଉପରେ ନିର୍ଭର କରିବା? ତେବେ ମନେ ରଖୁ, ସଫଳତା ଆମର। ଆସନ୍ତୁ ପ୍ରାର୍ଥନା କରିବା। ହେ ଦୟାଳୁ ମଙ୍ଗଳମୟ ଈଶ୍ୱର, ଆମେ ଜାଣୁ ପ୍ରଭୁ, ଆମେ ଏ ଜଗତରେ ଥିବା ସମୟରେ ବିଭିନ୍ନ ଘାତ ପ୍ରତିଘାତ, ବିଭିନ୍ନ ପରିସ୍ଥିତି ଆମମାନଙ୍କୁ ମ୍ରିୟମାଣ କରିଦିଏ ପ୍ରଭୁ। ଆମେମାନେ ଅନେକ ଅସୁବିଧାରେ ଥାଉ, କିନ୍ତୁ ନିହେମିୟଙ୍କ ଭଳି ଆମେ ଯେପରି ତୁମ ନିକଟକୁ ଦୃଷ୍ଟି କରୁ ପ୍ରଭୁ, ତୁମରି ଆଶୀର୍ବାଦ ଭିକ୍ଷା କରୁ, ତୁମରି ଚାଳନା ଲାଭ କରୁ ପ୍ରଭୁ। ଯଦ୍ୱାରା ପ୍ରଭୁ ଆମର ସମସ୍ତ ସମସ୍ୟାକୁ ତୁମରି ଗୌରବ ଉଦ୍ଦେଶ୍ୟରେ ପ୍ରଭୁ ଆମେ ଜୟଲାଭ କରିପାରୁ ପ୍ରଭୁ। ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଚାହୁଁଅଛୁ, ଆମେନ୍। প্রিয় বন্ধু, আশা করু আপনার আম পথ প্রদর্শিকা কার্যক্রম নিশ্চয় ভাল লাগিথিব। যদি ভাল লাগিছি তাহলে আমকু 044490812996 নম্বরে নিশ্চয় গোটিয়ে মিসড কল দেবে। আপনক মিসড কল আম নিমন্তে অতি বহুমূল্য। মু আনন্দর সহ জনাউছি যে প্রত্যেক মিসড কল দাতাঙ্ক মধ্যরু সপ্তাহ শেষরে যে অধিক মিসড কল দেইথিবে তাঙ্কু মনোনীত କରାଯିବ ଓ ପୁରସ୍କୃତ କରାଯିବ। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ୱେଷ୍ଟବେଙ୍ଗଲ କୋଲକାତାରୁ ତପନ କୁମାର ବୋର। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।